ଯେ ଭାଇମାନଙ୍କ ମଧ୍ୟରେ କଳିର ବୀଜ ବୁଣେ। ଏ ଚୁଗଲି କରିବା ମାନେ କଣ? କଳିର ବୀଜ ବୁଣିବା। ଭଉଣୀମାନଙ୍କ ମଧ୍ୟରେ ହୁଏ। ଆମ ଘରେ ବୁଢ଼ୀ ମାନେ ମଧ୍ୟ ବେକାର ବସିଥାନ୍ତି କି ଯେ ପଚାରିଲେ ତାର ବୋହୂ ବିଷୟରେ କହିଦେଇଥାନ୍ତି। ଏ ବୋହୂକୁ ସୁଯୋଗ ମିଳେ ଶାଶୁ ବିଷୟ କହିଦିଅନ୍ତି, କେ ନଣନ୍ଦ ବିଷୟ କହିଦିଏ, କେ ସହକର୍ମୀ ବିଷୟରେ କହିଦିଏ। ଏଇଟା ସବୁଠି ଚାଲିଛି ଏ ପାଲା। ଆର ପରିଣାମ ଭୟଙ୍କର ହବ। ଏଇଟା ଡିଆ ରୋଗଟା। ଚୁଗଲି ଗୋଟେ ଡିଆ ରୋଗ, ସାବଧାନ ହେଇକି ଥିବେ। ଯଦି ଆପଣ ପାଟି ଯେ ଖୋଲା ରଖୁଛି ସବୁବେଳେ ଜାଣିବେ ଯେ ଏ ଲୋକ ପାଟି ପେଟରେ କିଛି ରହିବ ନାହିଁ। ପାଟି ଖୋଲା ମାନେ ବାହାରିବ କିଛି ନା କିଛି। ତେଣୁ ଆପଣ ସତର୍କ ହେବେ, ନହେଲେ ଆପଣ ତାର ପରିଣାମ ଭୋଗିବା ପାଇଁ ପଡିବ। ଆପଣଙ୍କ ଆତ୍ମିକ ଜୀବନ ଅବକ୍ଷୟ ହେବ। ଆଉ ପ୍ରଭୁ ଏଇଟା ଘୃଣା କରନ୍ତି। ଏ ଚୁଗଲି କରିବା ପ୍ରଭୁଙ୍କର ଘୃଣାଯୋଗ୍ୟ ବିଷୟ ଅଟେ। ତେଣୁ ଆପଣ ଚୁଗଲି କରିବା, ଏ କର୍ଣ୍ଣ ଜପ କରିବା, ଏଇଟା କଣ କରେ? ବେକାରଟାରେ ନିଆଁ ଲଗାଇ ଦେଇଥାଏ। ଅନେକ ଘର ଅଶାନ୍ତି ହେଇଛି, ପରିବାର ଅଶାନ୍ତି ହେଇଛି, ସେବା କାର୍ଯ୍ୟରେ ଅଶାନ୍ତି ଦେଖାଯାଇଛି, ଏଇଥିପାଇଁ ଏ ଚୁଗଲି ପାଇଁ।